ଆଚ୍ଛା ଗୋଟିଏ ଆମେ ଏଇଠି କହିବା କଥା ଗଣମାଧ୍ୟମ ବଜାଉ ସେ ଭୁଲ କରୁଛି ସେ କେମିତି ଠିକ୍ କରି ସେ ବାଟଟା ବଜାଉନି ତମେ ଯଦି ଭାବୁଛ ଏଟା ଭୁଲ ହଉଛି ବୋଲି ପିଲାମାନେ କେମିତି ଠିକ୍ ଚାଲି ସେ ବାଟ କରୁନା ଅଯଥା ରଳା କରିବା ଆସିବା ଗେଟ୍ ଭାଙ୍ଗିବା ଧକ୍କା ଧକ୍କି ହେବା ପିଲା ଠେଲା ଏବେ ଦିନ ଗୁଡ଼ାକ ଆମେ ଶୁଣିଛୁ ସ୍ତ୍ରୀ ଲୋକ ପଳାଇ ଆସିକି ସେ ଗେଟ୍ ପିଲା ଠେଲା କରିଥିଲେ ୟାର ମାନେ କ'ଣ ଆଉ ଏଇ କିସ୍ ପାଇଁ ତ ଆମେ ମାନେ ଚଳୁଛୁ ଦୋକାନ ବଜାର ସବୁ ତ କିସ୍ ପାଇଁ ଚଳୁଛୁ ନା ନହେଲେ ଏଠି ତ ପୁରା କୁଆ କୋଇଲି ବି ନଥିଲେ ଏଠି ସେ ଭାଙ୍ଗିଥିଲେ ଏପଟେ ଛିଡ଼ା ହେଇକିନା ସବୁ ଗୋଇଠା ଫୋଇଠା ମାରିକି ଭାଙ୍ଗିଥିଲେ ଯିଏ ବଜଉଛନ୍ତି ସିଏ କ'ଣ ଏଇ 30,000 ପିଲାଙ୍କୁ ପାଠ ପଢେଇ ପାରିବେ ସେଇଟା ତାଙ୍କୁ ପଚାରିବେ ଗିରଫ ଏଥିରେ ମାନେ କ'ଣ ଅଛି ମାନେ ଅଚ୍ୟୁତ ଚନ୍ଦ୍ର ମାରିଦେଲେ ଗିରଫ କରିବା ଅଚ୍ୟୁତ ଚନ୍ଦ୍ର ମାରିଦେଲେ କି ଗୋଟେ ସଂସ୍ଥା କରିଛନ୍ତି ହଁ ଠିକ୍ ଅଛି ତମ ମତ ହେଇପାରେ ସିଏ ତାଙ୍କର କିଛି ୱାର୍କର ଠିକ୍ ସେ ଡ୍ୟୁଟି କରିପାରିନଥିଲେ ଠିକ୍ ଅଛି ସେମାନେ ପନିସମେଣ୍ଟ ପାଇବେ ଗିରଫ କାହିଁ କରି ସେ କ'ଣ ମର୍ଡର କରିଦେଇଛି ନା ଚୋରି କରିଛି ନା ଡକାୟତ କରିଛି ନା କ'ଣ ଗିରଫ କରାଯାଉ ଛୁଆ ପିଲା ଲାଗିଲେ ତାଙ୍କର ମର୍ଡର ହେଲେ ତାଙ୍କର ଇଏ ହେଲେ ଯିଏ ଦୋଷୀ ଆମର ସରକାର ଅଛନ୍ତି ଆଇନ ଅଛି ତା ପାଇଁ ସେମାନେ ଦଣ୍ଡ ଦେବେ ଆଉ କ'ଣ ଗଣମାଧ୍ୟମ ଦଣ୍ଡ ଦେବ ନା ଗଣମାଧ୍ୟମ ଆସିକି ଗିରଫ କରିନେବ କିସ୍ ଆମର 30,000 ପିଲା ପଢୁଛନ୍ତି ବର୍ତ୍ତମାନ ଏମ୍ପ୍ଲୟ 7-8 ହଜାର ଯେଉଁ ଚଳପ୍ରଚଳ ହେଉଛନ୍ତି ଆଜି ଏଠି ଦୋକାନ ବଜାର କାହିଁକି ଭିଡ଼ କାହିଁକି ଏଇଥିପାଇଁ ତ ଭିଡ଼ ଯଦି ଏଇ ଜିନିଷଟା କିସ୍ଟା ନଥାନ୍ତା ଆମେମାନେ ଯାଇକି କୋଉଠି ଦାଦନ ଖଟିଥାନ୍ତୁ ଝିଅ ପାହାଡ଼ ସିଂ ଦାରୁଠେଙ୍ଗା ସାର୍ କ'ଣ କହିବେ ଏବେ କିଟ୍ ବିଷୟରେ ବିଭିନ୍ନ ପ୍ରକାର ଆଲୋଚନା ହେଉଛି କ'ଣ କରିବେ ନା କେଳେଙ୍କାରୀ କହିବାଟା ଭୁଲ ଦେଖ ଆମେ ସାଧାରଣତଃ ଆମେ ଗୋଟେ ଦୁଇଟା ପିଲାଙ୍କୁ ଘରେ ମଣିଷ କରିବା ବହୁତ କଷ୍ଟ ହେଇଯାଉଛି ଗୋଟେ ଏତେ ବଡ଼ ମହାନ ଅନୁଷ୍ଠାନ ତା ଭିତରେ କୋଉଠି ନା କ'ଣ କେମିତି କ'ଣ ନିଶ୍ଚିତ ହବ ହେଲେ ସେଇଟାକୁ ଯଦି ଏତେ ଇଏରେ ଧରିବା ହବନି କେତେ କହିଲେ କେତେ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି କେତେ ମାନେ ଯେଉଁ ଇଏ ଆମର କର୍ମଚାରୀ ଉପକୃତ ହେଉଛନ୍ତି ବହୁତ ମୋର ଗୋଟେ ଅନୁଭୂତି ଅଛି ମୋ ଥରେ ଗୋଟେ ଆଦିବାସୀ ଲୋକ ଆସିକି କହିଲା ମୁଁ କହିଲି ତମର କେତୋଟି ପିଲା କୋଉଠି କ'ଣ କରୁଛ ସେ ସେଇ ଆମର ଯେଉଁ କେନ୍ଦୁଝର ସାଇଡ଼ରୁ ବୋଧେ କହିଲେ ମୋର ମନେ ପଡ଼ୁଛି କହିଲେ ମୋର 3ଟି ଝିଅ ଗୋଟେ ପୁଅ ମୋର 2ଟି ଝିଅ ଏଠି ପାଠ ପଢ଼ିକି ଏଠି ଚାକିରି କରିଛନ୍ତି ଆଉ ଗୋଟେ ଝିଅ ପାଠ ପଢ଼ୁଛି ଆଉ ଏଇଟା ନଥିଲେ ମୁଁ ସେ ପିଲାମାନଙ୍କୁ ପାଠ ପଢ଼ି ପାରିନଥାନ୍ତି ଆଟଲିଷ୍ଟ ତାଠୁ ଗୋଟେ ସେମିତି ନୁହଁ ଏ ଅଯଥା ମାନେ ଯେମିତି ଲୋକମାନେ ସହି ପାରୁନାହାନ୍ତି ବହୁତ ଭଲ ସଂସ୍ଥା ବିଭିନ୍ନ ଗଣମାଧ୍ୟମରେ ମାଗୁଛି ଶୁଣ ଗଣମାଧ୍ୟମରେ ବାଜୁଛି କ'ଣ ସେଇଟା କ'ଣ ସବୁ ସତ କଥା ବାହାରୁଛି ହେଲା ଆଚ୍ଛା ଗୋଟିଏ ଆମେ ଏଇଠି କହିବା କଥା ଗଣମାଧ୍ୟମ ବଜାଉ ସେ ଭୁଲ କରୁଛି ସେ କେମିତି ଠିକ୍ କରି ସେ ବାଟଟା ବଜାଉନି ତମେ ଯଦି ଭାବୁଛ ଏଟା ଭୁଲ ହଉଛି ବୋଲି ପିଲାମାନେ କେମିତି ଠିକ୍ ଚାଲି ସେ ବାଟ କରୁନା ଅଯଥା ରଳା କରିବା ଆସିବା ଗେଟ୍ ଭାଙ୍ଗିବା ଧକ୍କା ଧକ୍କି ହେବା ପିଲା ଠେଲା ଏବେ ଦିନ ଗୁଡ଼ାକ ଆମେ ଶୁଣିଛୁ ସ୍ତ୍ରୀ ଲୋକ ପଳାଇ ଆସିକି ସେ ଗେଟ୍ ପିଲା ଠେଲା କରିଥିଲେ ୟାର ମାନେ କ'ଣ ନା 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 ନିନ୍ଦା କରିବୁନି ଆମେ ସାଧାରଣତଃ ଆମ ରାସ୍ତାଟାକୁ ଆମେ ସର ସୁନ୍ଦର କରିବାକୁ ଚାହୁଁଛୁ ଆମେ ବି ଶୁଣନ୍ତୁ ମୁଁ କିଟି ଚାକିରି କରିନି କୌଣସି ଇଏ ନାହିଁ କିନ୍ତୁ କିଟି ଏଠି ବହୁତ ଡେଭଲପ୍ କରିଛି ପିଲାଙ୍କୁ ମଣିଷ ଏରିଆରେ ବହୁତ ଡେଭଲପ୍ ହେଇଛି ଏ ରାସ୍ତାଘାଟ ଭଲ ମନ୍ଦ ଏଇସବୁ ଯାହା ଦେଖୁଛନ୍ତି ଅତି ସୁନ୍ଦର ଏଠି ହେଇଛି ଗୋଟେ ଆଲୋଚନା ହେଉଛି ଗିରଫ କରାଯାଉ ବୋଲି ଗିରଫ ଏଥିରେ ମାନେ କ'ଣ ଅଛି ମାନେ ଅଚ୍ୟୁତ ଚନ୍ଦ୍ର ମାରିଦେଲେ ଗିରଫ କରିବା ଅଚ୍ୟୁତ ଚନ୍ଦ୍ର ମାରିଦେଲେ କି ଗୋଟେ ସଂସ୍ଥା କରିଛନ୍ତି ହଁ ଠିକ୍ ଅଛି ତମ ମତ ହେଇପାରେ ସିଏ ତାଙ୍କର କିଛି ୱାର୍କର ଠିକ୍ ସେ ଡ୍ୟୁଟି କରିପାରିନଥିଲେ ଠିକ୍ ଅଛି ସେମାନେ ପନିସମେଣ୍ଟ ପାଇବେ କିନ୍ତୁ ଅଚ୍ୟୁତ ଚନ୍ଦ୍ର କ'ଣ ଦୋଷ ହେଲା ଏଇଟା କହିବାଟା ଏଇଟା ଅତି ଇଏ କଥା ଯୋଉଠି 40,000 50,000 ପିଲା ପଢୁଛନ୍ତି ଆଚ୍ଛା କହିଲେ ଯଦି 40,000 50,000 ପିଲାଙ୍କୁ ଯଦି ଠିକ୍ ଅଛି ଅଚ୍ୟୁତ ଚନ୍ଦ୍ର ବୁଝିପାରୁଛନ୍ତି ଏଇଟା ଭଲ କଥା ନା ଖରାପ କଥା ତାହେଲେ ଗିରଫ କାହିଁ ହେବେ ଆଉ ଯଦି ସେମିତି ଆଜିକାଲି ତ କ'ଣ ଆମେ ଆଉ ଆଇନ କାନୁନ ବିଷୟରେ ସେତେ କହିପାରିବୁନି ସେମାନେ କିଛି ନ କୁହନ୍ତୁ ବରଂ ନିରରୁ ଯଦି ଚାହୁଁଛନ୍ତି ଏ ସ୍ଥାନର ଆମ ସ୍ଥାନୀୟର ଡେଭଲପମେଣ୍ଟ ବା ଏଠି ଏରିଆର ଉନ୍ନତିକରଣ ସେମାନେ କିଛି ନ କହି ଚୁପ୍ ରହିଯାଆନ୍ତି ବହୁତ ଭଲ ହେବ କ'ଣ ତାମାନଙ୍କୁ କହିବି ସେମାନେ ନିଜେ ଚୁପ୍ ରହିଯାଆନ୍ତି ଆପଣ ସ୍ଥାନୀୟ ବାସିନ୍ଦା ହିସାବରେ କିଟ୍ ଉପରେ ଆପଣ ସନ୍ତୁଷ୍ଟ ଭାଇ ମାନେ କହିହେବନି କେତେ ସନ୍ତୁଷ୍ଟ ଆମେ କ'ଣ ସନ୍ତୁଷ୍ଟ ହବୁ ଯୋଉଠି ସମସ୍ତେ ସନ୍ତୁଷ୍ଟ ହେବେ ସେଠି ଆମେ ସବୁ ଭଲ ଲାଗେ ଏଠି ସମସ୍ତେ ସନ୍ତୁଷ୍ଟ ବହୁତ ଲୋକ ସନ୍ତୁଷ୍ଟ ଜୟନ୍ତ କୁମାର ପ୍ରଧାନ ଆପଣ କିଟ୍ କ୍ୟାମ୍ପସ୍ ପାଖରେ ଆପଣ ଦୋକାନ କରିଛନ୍ତି ଆଜ୍ଞା ତ କ'ଣ କେମିତି ସବୁ ଏଠି ଚାଲିଲା ଭଲ ତ ବହୁତ ଦିନ ହେଲା କିସ୍ ହେଲାଣି 30 ବର୍ଷ ପୂର୍ବରୁ ହେଲାଣି ଆମେ ତ ଜାଣିନଥିଲୁ ଆମେ 6-7 ବର୍ଷ ହେଲା ଏରିଆରେ ଚଳୁଛୁ ଆଉ ଏଇ କିସ୍ ପାଇଁ ତ ଆମେମାନେ ଚଳୁଛୁ ଦୋକାନ ବଜାର ସବୁ ତ କିସ୍ ପାଇଁ ଚଳୁଛୁ ନା ନହେଲେ ଏଠି ତ ପୁରା କୁଆ କୋଇଲି ବି ନଥିଲେ ତ ଏଠି କ'ଣ ସମସ୍ତେ ଭଲ କାମ କରିଛନ୍ତି ନା କ'ଣ କହିବି
ଭଲ କାମ ଦେଖନ୍ତୁ ବର୍ତ୍ତମାନ ତ 30,000 ପିଲା ଏଠି ପାଠ ପଢୁଛନ୍ତି। ଏଇଟା ନିହାତି ତ ଗୋଟେ ଭଲ କାମ, କଣ ଖରାପ କାମ? ଖରାପ କାମ ନୁହଁ, ଭଲ କାମ କରୁଛନ୍ତି। ଆଉ ବିଭିନ୍ନ ଗଣମାଧ୍ୟମରେ ବାଜୁଛି ଯେ ଅଚ୍ୟୁତାନନ୍ଦ ସାମନ୍ତଙ୍କୁ ଗିରଫ କରାଯାଉ ବୋଲି। ଯିଏ ବଜଉଛନ୍ତି ସିଏ କଣ ଏଇ 30,000 ପିଲାଙ୍କୁ ପାଠ ପଢେଇ ପାରିବେ? ସେଇଟା ତାଙ୍କୁ ପଚାରିବେ। ଯୋଉମାନେ ବଜଉଛନ୍ତି ଏତେ ପିଲା କେମିତି ପଢୁଛନ୍ତି, କେମିତି ରହୁଛନ୍ତି, କିଏ କହୁଛି ପାରା, କିଏ କହୁଛି କିଏ କଣ, ଏତେ ପିଲାଙ୍କୁ ଗାଇଡ କଣ କରିପାରିବେ ସେମାନେ? ତାଙ୍କୁ ପଚାରିବେ ଯୋଉମାନେ ଯୋଉ କହୁଛନ୍ତି। ସେ କହୁଛନ୍ତି ଗିରଫ କରାଯାଉ ବୋଲି। ଗିରଫ କାହିଁ କରି, ସେ କଣ ମର୍ଡର କରିଦେଇଛି ନା ଚୋରି କରିଛି ନା ଡକାୟତ କରିଛି ନା କଣ ଗିରଫ କରାଯାଉ? ଛୁଆ ପିଲା ଲାଗିଲେ ତାଙ୍କର ମର୍ଡର ହେଲେ, ତାଙ୍କର ଇଏ ହେଲେ, ଯିଏ ଦୋଷୀ, ଆମର ସରକାର ଅଛନ୍ତି, ଆଇନ ଅଛି, ତା ପାଇଁ ସେମାନେ ଦଣ୍ଡ ଦେବେ। ଆଉ କଣ ଗଣମାଧ୍ୟମ ଦଣ୍ଡ ଦବ ନା ଗଣମାଧ୍ୟମ ଆସିକି ଗିରଫ କରିନବ? ବୁଝିପାରିଲେ କି? ଯିଏ ଦୋଷୀ ତାକୁ ଆଇନ ଅଛି, ଆଇନ ଦଣ୍ଡ ଦବ। ତାହେଲେ ଆଇନ କାନୁନ କାହିଁ ରଖା ହେଇଛି? କଥା। ଅସୁବିଧା କଣ? ଏତ କିସି ଆମର 30,000 ପିଲା ପଢୁଛନ୍ତି, ବର୍ତ୍ତମାନ ଏମ୍ପ୍ଲୟ 7-8 ହଜାର ଯୋଉ ଚଳପ୍ରଚଳ ହଉଛନ୍ତି। ଆଜି ଏଠି ଦୋକାନ ବଜାର କାହିଁକି ଭିଡ, କାହିଁକି? ଏଇଥିପାଇଁ ତ ଭିଡ। ଯଦି ଏଇ ଜିନିଷଟା କିସ୍ଟା ନଥାନ୍ତା, ଆମେ ମାନେ ଯାଇକି କୋଉଠି ଦାଦନ ଖଟିଥାନ୍ତୁ, ନହେଲେ କୋଉଠି ଅଲଗା କିଛି କରିଥାନ୍ତୁ। ଏଇ ଏରିଆରେ କଣ ଭିଡଟା ହେଇପାରିଥାନ୍ତା କି? କିଛି ଖରାପ ନାହିଁ, ଭଲ। ଆମର ଏଇ କିଟରେ କେତେ ଏମ୍ପ୍ଲୟ ଅଛନ୍ତି? ଏଇ ଏମ୍ପ୍ଲୟ କଣ ଚାକିରି କିଏ ଦବ? ଆଜି ଯୋଉ ଗିରଫ କରାଯାଉ କି ବନ୍ଦ କରାଯାଉ, ଯେକୌଣସି ଯିଏ କହୁଛନ୍ତି, ଚାକିରି କଣ ଦେଇପାରିବେ କେହି ଏତେ ଏମ୍ପ୍ଲୟଙ୍କୁ? ଆଜି ଏମାନେ ଯଦି ଏଇ ଜିନିଷଟା ଯଦି ନଥାନ୍ତା, ଏଇ କମ୍ପାନୀଟା, ତାହେଲେ ଆମର ଏଇମାନେ କୋଉଠି ଯାଇଥାନ୍ତେ? ଗଭର୍ଣ୍ଣମେଣ୍ଟ ଚାକିରି ତ ବର୍ତ୍ତମାନ କହିବାକୁ ଗଲେ ନାହିଁ, ନଥିବା ଚଳେ। ତାହେଲେ ସେମାନେ କଣ କରିବେ? ଯାହା ହଉ ଗୋଟିଏ ମାଲିକ ତାଙ୍କୁ ନେଇକି, ଏତେ ଏମ୍ପ୍ଲୟ ନେଇକି, ଏତେ ପିଲାଙ୍କୁ ନେଇକି ସଂସ୍ଥାଟା ଚଲେଇଛି। କଣ ଅସୁବିଧା ସୁବିଧା ଯଦି ତାର ଭୁଲ ଭାଟ ହେଇଛି ତ ଆଇନ ଅଛି, ତାର ଆଇନ ବାଟରେ ଯିବ। ଆମେ କାହିଁକି ଏଠି ଗଣ୍ଡଗୋଳ ଝଗଡା ଝାଣ୍ଟି କରି କଣ ମିଳିବ? କିଛି ନାହିଁ। ମମତା ନାୟକ। ଭଲ, ବହୁତ ଭଲ। ମାନେ କଣ ଉପକୃତ ଅଛୁ। ସମସ୍ତେ ଅଚ୍ୟୁତ ସାମନ୍ତଙ୍କୁ କହୁଛନ୍ତି ଯେ କାହିଁକି ଭୁଲ, ଗିରଫ ବହୁତ ଭଲ। ସେ ନାଇଁ, କାହିଁକି ତାଙ୍କୁ ଗିରଫ କରିବେ? ସେ ତ ଭଲ ଲୋକ। ତାଙ୍କ ଯୋଗୁଁ କଣ ସମାଜରେ ଉପକୃତ ହଉଛନ୍ତି ଲୋକ। ଠିକ ସବୁ। କଣ କହିବେ ସେଦିନ ଯୋଉ ଏଠି ଗେଟ୍ ଭାଙ୍ଗିକି ପଶିଗଲେ? ଗେଟ୍ ସେ ଭାଙ୍ଗିଥିଲେ, ଏପଟେ ଛିଡା ହେଇକିନା ସବୁ ଗୋଇଠା ଫୋଇଠା ମାରିକି ଭାଙ୍ଗିଥିଲେ। ସେମାନେ ଆସିକି ଭାଙ୍ଗିଦେଲେ। ସେ ସବୁ ଜିନିଷକୁ ଠିକ ବୋଲି ଭାବୁଛନ୍ତି? ନା, ସେ ଠିକ ନୁହଁ। ଗେଟ୍ ଭାଙ୍ଗିଦବାଟାକୁ ଆପଣ ଭୁଲ ବୋଲି ଭାବୁଛନ୍ତି? ଭୁଲ ଭୁଲ ବୋଲି ଭାବୁଛନ୍ତି? ଅଚ୍ୟୁତ ସାମନ୍ତଙ୍କ ଯୋଗୁଁ ଲୋକ ଉପକୃତ ହଉଛନ୍ତି ନିଶ୍ଚିତ। ସେ ଜଣେ ଭଗବାନ। ନା, ଭଗବାନ କହୁଛନ୍ତି ତାଙ୍କୁ? ହଁ, ତାଙ୍କୁ ଭଗବାନ ସମସ୍ତେ କହୁଛନ୍ତି। ଆପଣ କୋଉ ଦୃଷ୍ଟିରେ ଦେଖନ୍ତି? ଆମେ ଭଲ ଦେଖୁଛୁ, ଭଲ ସେ ଆମର